ସବୁଜ ଉପତ୍ୟକାର ପୃଷ୍ଠଭୂମି ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲା। ଜଙ୍ଗଲ, ଜଳପ୍ରପାତ, ଟେରାସ୍ ଉପତ୍ୟକା ଓ ଝରଣାରେ ଭରି ରହିଥିବା ଏହି ଜିଲ୍ଲାର ମନୋରମ ଦୃଶ୍ୟ ପ୍ରକୃତି ପ୍ରେମୀମାନଙ୍କୁ ଆକର୍ଷିତ କରିଥାଏ। 2011 ଜନଗଣନା ଅନୁସାରେ ଏହି ଜିଲ୍ଲାଟିରେ ସମୁଦାୟ ଜନସଂଖ୍ୟାର 83.61% ଲୋକ ଗ୍ରାମାଞ୍ଚଳମାନଙ୍କରେ ବସବାସ କରି ରହିଥାନ୍ତି। ଗମନାଗମନର ଅସୁବିଧା ଯୋଗୁଁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏମାନେ ଅବହେଳିତ। ସେଥିପାଇଁ ଅନେକ ସମୟରେ ଏଠାକାର ଯୁବ ସମାଜ ରୋଜଗାରର ଲକ୍ଷ୍ୟ ନେଇ କର୍ମ ଅନ୍ୱେଷଣରେ ବାହାରକୁ ଚାଲିଯାଇଥାନ୍ତି। ଏହି ସମସ୍ୟାକୁ ଉପଲବ୍ଧି କରି ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ସ୍ଥାନୀୟ କୋରାପୁଟ ଜିଲ୍ଲା ବନବାସୀ ସଂଘ ସହଯୋଗରେ ଏଠାକାର ଯୁବ ସମାଜ ପାଇଁ ଆରମ୍ଭ କରିଛନ୍ତି ଏକ କାର୍ଯ୍ୟକ୍ରମ ଏମ୍ପାୱରିଂ ଟ୍ରାଇବାଲ୍ ୟୁଥ୍ ଫର୍ ନ୍ୟୁଟ୍ରିସନାଲ୍ ଫୁଡ୍ ସିକ୍ୟୁରିଟି ଆଣ୍ଡ ଇନକମ୍ ଏନହାନ୍ସମେଣ୍ଟ ଇନ୍ କୋରାପୁଟ ଡିଷ୍ଟ୍ରିକ୍ଟ ଅଫ୍ ସାଉଥ୍ ଓଡ଼ିଶା। ଏଥିପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଛନ୍ତି IFAD ଏବଂ ଟେପ୍ଟବା। ଏହି କାର୍ଯ୍ୟକ୍ରମରେ ୟୁଥ୍ ମାନେ ବହୁତ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଆଗରୁ ଯେଉଁ ଚାଷ କାମ କରିବା ପାଇଁ ୟୁଥ୍ ମାନେ ଆଗ୍ରହ ପ୍ରକାଶ କରୁନଥିଲେ, ସେମାନେ ଦେଖିଲେ ଯେଉଁ ମଡେଲ ଫାର୍ମିଂ ସବୁ ଆମେ ଇଣ୍ଟ୍ରୋଡ୍ୟୁସ୍ କଲୁ, ଆ ଦ୍ୱାରା ସେମାନେ ଯେତେବେଳେ ଇନକମ୍ ସେମାନଙ୍କର ଆରମ୍ଭ ହେଲା, ବର୍ତ୍ତମାନ ଏହା ସେମାନେ ବ୍ୟାପକ ମାତ୍ରାରେ କରିବା ଆରମ୍ଭ କରିଛନ୍ତି। ଆଉ ଏଇ ଯେଉଁ କାର୍ଯ୍ୟକ୍ରମ ଅନ୍ୟ ଯୁବକମାନଙ୍କୁ ଆଉ ଯୁବଗୋଷ୍ଠୀମାନଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଦେବ। ତ ପ୍ରଗତି କୋରାପୁଟ ଆଉ କୋରାପୁଟ ଜିଲ୍ଲା ବନବାସୀ ସଂଘରୁ ଆମେ କୋରାପୁଟ ବ୍ଲକର ଆଦିବାସୀ ଯୁବକ ଯୁବତୀମାନଙ୍କ ପାଇଁ କେମିତି ଚାଷରେ ସେମାନେ ମନୋନିବେଶ କରିବେ ଏବଂ ତାଙ୍କର ଯେଉଁ ଖାଦ୍ୟ ସୁରକ୍ଷା କେମିତି ରହିବ, ଭଲ ରହିବ, ତ ତା ସହିତ ବାପା ମାଆଙ୍କୁ ଚାଷରେ ସାହାଯ୍ୟ କରିବେ ଆଉ ବାହାର ରାଜ୍ୟକୁ ଯେମିତି ଦାଦନ ନ ଯିବେ, ସେଥିପାଇଁ ଏ ପ୍ରୋଗ୍ରାମ ଚାଲିଛି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଗତିର କର୍ମକର୍ତ୍ତାମାନଙ୍କ ଦ୍ୱାରା ଘର ଘର ବୁଲି ଏକ ସର୍ଭେ କରାଯାଇ ଯୁବକ ଯୁବତୀମାନଙ୍କୁ କାଉନସେଲିଂ କରାଯାଇଥିଲା। କାର୍ଯ୍ୟକ୍ରମରେ ସାମିଲ ହେଲେ ଯୁବ ସମାଜକୁ ଦାଦନ ଖଟିବାକୁ ଆଉ ବାହାରକୁ ନ ଯାଇ କିଭଳି ନିଜ ଗ୍ରାମରେ ରହି ଆତ୍ମନିର୍ଭରଶୀଳ ହୋଇପାରିବେ, ସେହି କଥା ସେମାନଙ୍କୁ ଅବଗତ କରାଯାଇଥିଲା। ଆମେ ଦେଖିଥିଲୁ ଯେ ୟୁଥ୍ ମାନଙ୍କୁ ଯେହେତୁ ସେମାନେ ଏଗ୍ରିକଲଚରଠୁ ଦୂରେଇ ଯିବାକୁ ବସିଲେଣି, ତାଙ୍କୁ ଆଣିକି ପୁଣି ଏଗ୍ରିକଲଚରରେ କେମିତି କରିବା ବହୁତ ଗୋଟେ ଚ୍ୟାଲେଞ୍ଜ ଆମ ପାଖରେ ଥିଲା। ତ ସେଥିପାଇଁ ଆମେ ପ୍ରତ୍ୟେକ ଗାଁରେ ତା ପାଇଁ ଆମେ ୟୁଥ୍ ମୋବିଲାଇଜେସନ୍ ମିଟିଂ ସବୁ କରାଯାଇଥିଲା, ଯେଉଁଥିରେ କି ଆମର କର୍ମୀମାନେ ଆଉ ଯେଉଁ କୋରାପୁଟ ଜିଲ୍ଲା ବନବାସୀ ସଂଘ ଯେଉଁମାନେ ଇମ୍ପ୍ଲିମେଣ୍ଟିଂ ଏଜେନ୍ସି ଭଳିଆ ଇନଭଲ୍ଭ ହେଇଥିଲେ, ତାଙ୍କର ମେମ୍ବରମାନଙ୍କୁ ନେଇକି ପ୍ରତ୍ୟେକ ଗାଁରେ ମୋବିଲାଇଜେସନ୍ ସବୁ ୟୁଥ୍ମାନଙ୍କୁ କରାହେଇଥିଲା। ଦାରିଦ୍ର୍ୟର ସୀମାରେଖା ତଳେ ରହିଥିବା ଯୁବକ ଯୁବତୀମାନଙ୍କୁ ହିତାଧିକାରୀ ଭାବରେ ଚୟନ କରାଯାଇଥିଲା। ଏହାପରେ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଶିବିରମାନ ଆୟୋଜନ କରାଯାଇଥିଲା। ଉନ୍ନତ ମାନର କୃଷି ଉତ୍ପାଦନ କରି ସେମାନଙ୍କ ପାରିବାରିକ ଆୟକୁ କିପରି ବୃଦ୍ଧି କରାଯାଇପାରିବ, ସେଥିପାଇଁ ସେମାନଙ୍କୁ ଅନେକ ପ୍ରକାରର ତାଲିମମାନ ଦିଆଯାଇଥିଲା। ଆଗରୁ ଆଜ୍ଞା ଆମେ ହଳ କରିକିନା ଘାସ ବାସ ବାଛିକି ଡାଇରେକ୍ଟ ବୁଣି ଦେଉଥିଲୁ ଆଜ୍ଞା। ଯେତେବେଳେ ପ୍ରଗତି ସଂସ୍ଥା ଆମର ଆଇଲା ଦୟାନନ୍ଦଗୁଡ଼ାର, ସେଥି ଯୋଗୁଁ ସେବେଠୁ ଆମେ ଟ୍ରେନିଂ କିଛି ଶିଖାଇଲେ। ତାପରେ ଆମେ ଧାନ ବି ଧାଡ଼ିରେ ରୁଆ କଲୁ ଆଉ ମାଣ୍ଡିଆ ବି ଧାଡ଼ିରେ ରୁଆ କଲେ କିଛି ଅଧିକ ଅମଳ ମଧ୍ୟ ପାଇପାରୁଛୁ ଆଜ୍ଞା। ଧାନ ଆଉ ମାଣ୍ଡିଆ ରୁଇଲେ ଆମକୁ ବିହନ କମ୍ ଖର୍ଚ୍ଚ ହେଉଛି ଆଜ୍ଞା। ତାପରେ କମ୍ପୋଷ୍ଟ କି ଆମେ ଗୋବର ଖତରେ ସାର କରୁଛୁ। ଆମେ ସାର ବିହନରୁ ସାର କିଛି କିଣିନୁ ଟାଉନରୁ, ଖାଲି ଗୋବର ଖତରେ ହିଁ ଆମେ ଚାଷ କରୁଛୁ। ଖର୍ଚ୍ଚଟା ପୁରା କମ୍ ହେଉଛି ଆଜ୍ଞା, ଅମଳଟା ଅଧିକ ହେଉଛି କାହିଁକିନା ରୁଆରେ ଟିକେ ଅଧିକ ଅମଳ ଆସୁଛି। ଯୁବକମାନଙ୍କୁ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ କିପରି ସେମାନେ ନିଜେ ମାର୍କେଟିଂ କରିପାରିବେ, ସେଥିପାଇଁ ପ୍ରଗତି ତରଫରୁ ପଦକ୍ଷେପ ନିଆଗଲା। ଯୁବଗୋଷ୍ଠୀମାନଙ୍କୁ ନେଇ ପ୍ରଡ୍ୟୁସର କମ୍ପାନୀମାନ ଗଠନ କରାଗଲା। ଏହି କମ୍ପାନୀଗୁଡ଼ିକର ପରିଚାଳନା ଭାର ସେଥିରେ ଥିବା ସଭ୍ୟମାନଙ୍କୁ ଦିଆଗଲା। ଏହି କମ୍ପାନୀ ଗଠନ କରିବା ଦ୍ୱାରା ପରସ୍ପର ନିଜ ଭିତରେ ନିଜର ଅଭିଜ୍ଞତାକୁ ବାଣ୍ଟି ପାରିଲେ। ଏଥିସହିତ ଗୋଷ୍ଠୀଗତ ପ୍ରୟାସରେ ନିଜର ଉତ୍ପାଦିତ ସାମଗ୍ରୀକୁ ନିଜେ ବିକ୍ରି କରିବା ପାଇଁ ସକ୍ଷମ ହୋଇପାରିଲେ। ପ୍ରଡ୍ୟୁସର ଗ୍ରୁପରେ ମିଶିକି ଆମେ ସମସ୍ତେ ଯୁବକ ଦଳ, ପୁଅ ଝିଅ ସମସ୍ତେ ମିଶିକି ଆମେ ଗୋଟେ ଚାଷ କରିବା, ପନିପରିବା ଚାଷ ଆଉ ମାଣ୍ଡିଆ ଚାଷ ଆଉ ଧାନ ଚାଷ ଧାଡ଼ିକି କରିକି ଲଗାଇକି ଆମେ ଭଲ ବିହନ ପାଇବା। ଆମେ ଆଗରେ ବାହାର କାମକୁ ଯାଉଥିଲୁ, ଏବେ ଆଉ ବାହାରକୁ କାମ ଯିବୁ ନାହିଁ।
ପ୍ରଗତି ଆଇଲାରୁ ଏବେ ଚାଷବାସ କାମ ଯାକ କରି ଘରେ ଅଛୁ। ଗ୍ରୁପ୍ କରାହେଇକିନା ଛତୁ ଫୁଟେଇବା ବୋଲି ଭାବୁଛୁ। ଆମ ଗ୍ରୁପ୍ରେ ଛେଳି ଚାଷ କରିବୁ, ତାପରେ କୁକୁଡ଼ା ଚାଷ ଅଧା ଜଣ କରିବେ। ଦଳେପୁଟ ଗ୍ରାମର ଜଣେ ଝିଅ ଜମ୍ବୁବତୀ ନାୟକ। ପୂର୍ବରୁ ସେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସହରକୁ କୁଲି କାମ କରିବାକୁ ଯାଉଥିଲେ। ଜମ୍ବୁବତୀ ନିଜ ଘର ପଛପାଖରେ ପନିପରିବାର ଏକ କ୍ଷେତ ପ୍ରସ୍ତୁତ କରିଛନ୍ତି। ସେଠାରେ ସେ ନିଜେ ସବୁ ପ୍ରକାର କୃଷି କାର୍ଯ୍ୟ କରିଥାନ୍ତି। ତାଙ୍କର ଜଣେ ଭଉଣୀ ତାଙ୍କୁ ଏହି କାର୍ଯ୍ୟରେ ସହାୟତା କରିଥାନ୍ତି। ଆଗରୁ କୁଲି କାମ ଯାଉଥିଲୁ, ପ୍ରଗତି ଆଇଲାରୁ ଗ୍ରୁପ୍ ଗଠନ କଲୁ, ତାପରେ ବହୁତ କିଛି ଶିଖିଲୁ, ନୂଆ ନୂଆ ଜିନିଷ ଯାକ। ତାପରେ ଏବେ ମକା, ଶିମ୍ବ, ବୋଇତାଳୁ ଏଯାକ ମୁଁ ସବୁ 10 ସେଣ୍ଟ ଜାଗାରେ ଲଗାଇଛି। ଗୋଟେ ଜମିରେ 3ଟା ଚାଷ କରାହେଉଛି। ଗୋଟେ ଫସଲ ଯଦି ନଷ୍ଟ ହୋଇଯିବ ବୋଲେ 2ଟା ଫସଲରୁ ପଇସା ପାଇପାରିବୁ ଆମେ। ପ୍ରଥମେ ଆମେ ମକା ହେବ, ଫାଷ୍ଟ ହେବ, ମକା ହେଲା ପରେ ଶିମ୍ବ ହେବ, ତାପରେ ବୋଇତାଳୁ ହେବ। ଆଜି ଜମ୍ବୁବତୀ ଆଉ ବାହାରକୁ ଯାଉନାହାନ୍ତି। ନିଜର ବୃଦ୍ଧ ପିତାମାତାଙ୍କ ସହିତ ସେ ଘର କାମରେ ବ୍ୟସ୍ତ ରହୁଛନ୍ତି। ତାଙ୍କର ପିତା ଜଣେ କ୍ଷୁଦ୍ର ଚାଷୀ। ନିଜ ପିତାଙ୍କୁ ଚାଷ ବିଷୟରେ ସେ ଅନେକ ପରାମର୍ଶ ଦେଇଛନ୍ତି। ଧାନ 6 ଇଞ୍ଚକୁ ଲଗାଇବେ ବୋଲି କହିଲେ, ହେଲେ ଲଗାଇବା ବୋଲି ମୁଁ ଭାବିଲି। ହେଲେ ତଳି କରିଦେଇଛୁ, ବର୍ଷା ହେଲେ ଆଜ୍ଞା ଲଗା ହେବ। କୁକୁଡ଼ା ପାଇଁ କହୁଥିଲା, କୁକୁଡ଼ା ବି ଚାଷ କରିବା ପାଇଁ ଇଣ୍ଟରେଷ୍ଟ ଦେଉଛି, ଛତୁ ବି କରିବା ପାଇଁ ଚାଷ ଇଣ୍ଟରେଷ୍ଟ ଦେଉଛି। ଆରି ବାହାରେ କୁଲି ବି ଯାଉଥିଲା। ଏଇ ଚାଷ ଭଲ କଲେ କୁଲି କରିବାକୁ ପଡ଼ିବ ନାହିଁ। ଜଳବାୟୁର ପରିବର୍ତ୍ତନକୁ ଆଖି ଆଗରେ ରଖି ଋତୁ ଅନୁସାରେ ଚାଷ କରିବା ପାଇଁ ଯୁବଗୋଷ୍ଠୀଙ୍କୁ ଶିକ୍ଷା ଦିଆଗଲା। ଅଧା ଏକର ଜମିରେ କିଭଳି ପନିପରିବା ଚାଷ କରି ବର୍ଷ ସାରା ପନିପରିବା ଉତ୍ପାଦନ କରାଯାଇପାରିବ, ସେ ବିଷୟରେ ଅନେକ ପ୍ରକାରର ଶିକ୍ଷା ଦିଆଗଲା। ପ୍ରଗତି ତରଫରୁ ଆମକୁ ଅମୃତଭଣ୍ଡା ଗଛ 200ଟା ମିଳିଛି। ଯେଉଁ 20 ସେଣ୍ଟ 200ଟା ଗଛ ଅମୃତଭଣ୍ଡା ଲଗା ହେଇଛି। ତାପରେ ଆଉ 10 ସେଣ୍ଟ ପାଇଁ ମାଳ ଜାତୀୟ ଖାଦ୍ୟ ଲଗାଇବା ପାଇଁ କହିଛନ୍ତି। ଯେଉଁ କୁନ୍ଦୁରୁ କିମ୍ବା କଲରା, ପୋଟଳ, ଏ ଯେଉଁ କାଙ୍କଡ଼ ଯାକ ଲଗାଇବା ପାଇଁ କହିଛନ୍ତି। ଆଉ 20 ସେଣ୍ଟରେ ଋତୁ ଅନୁଯାୟୀ ପନିପରିବା, ଯାହା ଭେଣ୍ଡି କିମ୍ବା ମକା, ବୋଇତାଳୁ, ବାଇଗଣ, ଟମାଟୋ ଏଗୁଡ଼ାକ ଲଗା ହେଉଛି। କେଉଁ ପନିପରିବା କିଭଳି ଭାବରେ ଲଗାଯିବ, ସେଥିପାଇଁ ବିଭିନ୍ନ ମଡେଲମାନ ପ୍ରସ୍ତୁତ କରାଯାଇ ଯୁବଗୋଷ୍ଠୀଙ୍କୁ ଅବଗତ କରାଗଲା। ଫଳରେ ଅନେକ ଚାଷୀ ଅଧା ଏକର ମଡେଲ ଫାର୍ମ ଆରମ୍ଭ କରି ପନିପରିବା ଚାଷ ଆରମ୍ଭ କରିପାରିଲେ। କେନ୍ଦାର ପଞ୍ଚାୟତ ଅଧୀନରେ ମଙ୍ଗାର ଗ୍ରାମର ଦୁର୍ଯ୍ୟ ମୁଦୁଲି, ତାଙ୍କର 3 ଏକର ଚାଷ ଜମି। ପୂର୍ବରୁ ସେ ତାଙ୍କ ଜମିରେ କେବଳ ବର୍ଷା ଦିନରେ ଧାନ, ମାଣ୍ଡିଆ ଆଦି ବୁଣି ଦେଉଥିଲେ। ବର୍ତ୍ତମାନ ସେ ତାଙ୍କ ଜମିରେ ଅନେକ ପ୍ରକାରର ପନିପରିବା ଚାଷ କରିଛନ୍ତି। ତାଙ୍କର ପତ୍ନୀ ମଧ୍ୟ ତାଙ୍କୁ ସବୁ ପ୍ରକାରର ସହାୟତା କରୁଛନ୍ତି। ପ୍ରଗତି ପକ୍ଷରୁ ତାଙ୍କୁ ଅଧା ଏକର ମଡେଲ ଫାର୍ମ କରିବାକୁ ସହାୟତା ଦିଆଯାଇଛି। ମୋର 3 ଏକର ଜମିରେ ପାଣି ସୁବିଧା ନଥିଲା। ବର୍ଷା ମାସରେ ମାଣ୍ଡିଆ ସୁମା ବୁଣି ଦେଇଥିଲି, ଆଉ ବାକି ଦିନ କୁଲି କାମ କରିକିରି ବଞ୍ଚିଥିଲି। ପ୍ରଗତିର ସୋଲାର ମୋଟର ସବସିଡିରେ ଦେଲାରୁ ମୁଁ ପ୍ରଥମ ଥର ଷ୍ଟାର୍ଟ କରିଛି। ପ୍ରଗତିର ଷ୍ଟାମ୍ପ ମାନେ ଲାଇନ୍ରେ ଲଗାଇବା ପାଇଁ କହୁଛନ୍ତି, ଆଉ ସେମାନେ ଭଲକି ଶିଖାଉଛନ୍ତି। ପ୍ରଗତି ତରଫରୁ ସେମାନଙ୍କର ଜ୍ଞାନର ପରିସମାର ବୃଦ୍ଧି ପାଇଁ ଅନ୍ୟ ଏକ ପ୍ରୟାସ ଥିଲା କ୍ଷେତ୍ର ପ୍ରଦର୍ଶନ। ବିଭିନ୍ନ କ୍ଷେତ୍ର ପ୍ରଦର୍ଶନ ଫଳରେ ଯୁବଗୋଷ୍ଠୀଙ୍କର ଜ୍ଞାନ ବଢ଼ିପାରିଲା। ସେମାନେ ଉନ୍ନତ ଚାଷ ସମ୍ବନ୍ଧରେ ଅନେକ ନୂଆ ନୂଆ କୌଶଳ ଶିଖି ସେମାନଙ୍କର ନିଜର ଚାଷ କ୍ଷେତ୍ରରେ ପ୍ରୟୋଗ କରିପାରିଲେ। ଯେତେବେଳେ ୟୁଥ୍ ପ୍ରୋଗ୍ରାମଟା ଷ୍ଟାର୍ଟ ହେଲା ପ୍ରଗତିର, ସେତେବେଳେ ଗାଁ ଗାଁ ବୁଲିଲୁ ଆମେ। ତାପରେ ୟୁଥ୍ ମାନଙ୍କୁ ମାନେ ବାହାରେ ସବୁ କାମ କରିବାକୁ ଯାଉଥିଲେ। ଚାଷ ଜମି ସବୁ ରହିକି ବି ସେମାନେ ଚାଷ କାମରେ ମାନେ ଇଣ୍ଟରେଷ୍ଟ ଦେଉନଥିଲେ, କିନ୍ତୁ ସେମାନଙ୍କୁ ଆମେ ଘର ଘର ବୁଲିଲୁ, ସେମାନଙ୍କୁ ବୁଝେଇଲୁ କି ପ୍ରଗତିରୁ ଏମିତି ଗୋଟେ ଜିନିଷ ଅଛି ଯାହାକି ଆମେ ଚାଷ କରିପାରିବା, ଗୋଟେ ଗ୍ରୁପ୍ ଗଠନ କରିପାରିବା ୟୁଥ୍ ମାନେ। ତାପରେ ସେମାନେ ଧୀରେ ଧୀରେ ଜାଣିଲେ ଯେ ଚାଷ କାର୍ଯ୍ୟ କରିବା ଦ୍ୱାରା ଆମର ବହୁତ କିଛି ଉନ୍ନତି ହେଉଛି। ଆମେ ସେମାନଙ୍କୁ ଫିଲ୍ଡକୁ ଯାଉଛୁ, ପ୍ରାୟ ଦିନକୁ 2-3ଟା ଫିଲ୍ଡ ଯାଉଛୁ, ସେମାନଙ୍କୁ ବୁଝାଉଛୁ କି ଚାଷ କେମିତି କରାହେବ, କେମିତି ଗଛ ଲଗାହେବ, କେମିତି ହାଣ୍ଡି ଖତ ପ୍ରୟୋଗ କରାହେବ। ଚାଷୀମାନଙ୍କର ଆର୍ଥିକ ସ୍ଥିତିର ଉନ୍ନତି ଆଣିବାକୁ ପ୍ରଗତି ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି। ସ୍ୱଳ୍ପ ଖର୍ଚ୍ଚରେ ସେମାନେ କିପରି ଜୈବିକ ଖତ ଏବଂ ଜୈବ କୀଟନାଶକ ତିଆରି କରିପାରିବେ, ସେଥିପାଇଁ ଧ୍ୟାନ ଦିଆଯାଉଛି। ସ୍ଥାନୀୟ ସମ୍ବଳକୁ ବିନିଯୋଗ କରି
ହାଣ୍ଡି ଖତ ତିଆରି କରାଯାଉଛି। ଏହାକୁ ଫସଲରେ ପ୍ରୟୋଗ କରିବା ଦ୍ୱାରା ଉତ୍ପାଦନ ଆଶାତୀତ ହେବା ସହିତ ପରିବେଶ ମଧ୍ୟ ସନ୍ତୁଳିତ ହୋଇପାରୁଛି। ଆଗରେ ଗାଁରେ ଲୋକମାନେ ସାର କିଣି ଆଣୁଥିଲେ, ବେଶୀ ଖର୍ଚ୍ଚ ହେଉଥିଲା, ଦେହକୁ ବେଶୀ ମାଡ଼ ହେଉଥିଲା। ଏ ହାଣ୍ଡି ଖତ କରବାଠୁ ଫଳ ଭଲ ଅଛି ଆର୍ ଖାଇବାଟା ଭଲ ଲାଗୁଛି। ଚାଷ ଜମିର ଉର୍ବରତାକୁ ବଢ଼ାଇବା ପାଇଁ ଧନିଚା ଚାଷ କରିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଏହାକୁ ଜମିରେ ଚାଷ କରି ମାଟିରେ ମିଶାଇ ଦିଆଯାଇଥାଏ। ଫଳତଃ ଚାଷ ଜମିରେ ଉର୍ବରତା ବଢ଼ିବା ସହିତ ଫସଲ ପାଇଁ ଆଉ ରାସାୟନିକ ସାରର ଆବଶ୍ୟକତା ପଡ଼େ ନାହିଁ। ଧନିଚା ଗଛକୁ ଏଠି ଲଗା ହେଇଛି, ଏଇଟା ଚଷିକି ମାଟିରେ ମିଶାଇ ଦେବୁ, କାହିଁକିନା ଏଇଟା ମାଟିରେ ମିଶିଗଲେ ମାଟିଟା ଉର୍ବର ହେବ, ଆମକୁ ଆଉ ବଜାରରୁ ସାର କିଣିକି ଆଣି ଦେବାକୁ ହେବ ନାହିଁ। ଅନ୍ୟ ଏକ ପଦକ୍ଷେପ ହେଲା ଆମର ପାରମ୍ପରିକ ବିହନ ସଂରକ୍ଷଣ। ବିଭିନ୍ନ ଜନସଚେତନତା ପରେ ଲୋକମାନେ ସେମାନଙ୍କର ପାରମ୍ପରିକ ବିହନଗୁଡ଼ିକୁ ସଂଗ୍ରହ କରି ସେଗୁଡ଼ିକୁ ଅତି ଯତ୍ନର ସହକାରେ ସାଇତି ରଖୁଛନ୍ତି। ଆମକୁ ତ ଜଣା ନାହିଁ ଆଜ୍ଞା, ଆମର ଜେଜେବାପା ଜେଜେମା କେମିତି ରଖୁଥିଲେ, ଏବେ ଆସିକିନା ଶିଖାଇଲାରୁ ଆମେ ଟିକେ ଟିକେ ଶିଖି ଆସୁଛୁ। ଆମେ ମଞ୍ଜି ଯାକ ବଜାରରୁ କିଣି ଆଣୁଥିଲୁ, ତାପରେ ପଇସା ଟିକେ ବେଶୀ ଖର୍ଚ୍ଚ ହେଉଥିଲା। ଦେଶୀ ବିହନ ଆମେ ନିଜେ କରୁଛୁ, ନିଜେ ଯତ୍ନ କି ରଖୁଛୁ, ତାପରେ ଆରି ଲଗାଉଛୁ। ଏହି ଯୋଜନାରେ ଚାଷୀମାନଙ୍କୁ ଉନ୍ନତମାନର ପାରମ୍ପରିକ ବିହନ ଯୋଗାଇ ଦେବା ପାଇଁ ପ୍ରଗତି ପକ୍ଷରୁ ବିହନ ବ୍ୟାଙ୍କମାନ ପ୍ରତିଷ୍ଠା କରାଯାଇଛି। ଧାନ ଉତ୍ପାଦନରେ ବୃଦ୍ଧି ଆଣିବା ପାଇଁ SRI ପ୍ରଣାଳୀରେ ଚାଷ କରିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ପ୍ରଥମେ ଚାଷୀମାନେ ବେଡ୍ କରି ଧାନ ବିହନକୁ ସେଥିରେ ତଳି ପକାଉଛନ୍ତି। 10ରୁ 15 ଦିନ ପରେ ବେଡ୍ମାନଙ୍କରୁ ଧାନ ଗଛ ନେଇ ଧାଡ଼ି ରୁଆ ପଦ୍ଧତିରେ ଧାନ ଗଛଗୁଡ଼ିକୁ ପୋତା ଯାଉଛି। ଉପଯୁକ୍ତ ବାୟୁ ଓ ଆଲୋକ ପାଇ ଧାନ ଗଛଗୁଡ଼ିକ ଉତ୍ତମ ରୂପରେ ବଢ଼ିବା ସହିତ ଧାନ ଉତ୍ପାଦନରେ ମଧ୍ୟ ବୃଦ୍ଧି ହେଉଛି। ମୁଁ ପାଠ ପଢ଼ୁଛି କୋରାପୁଟରେ। ବାବା ମା ଆଗରୁ ଚାଷ କରୁଥିଲେ, ତାଙ୍କ ସହିତ ମିଶିକି ମୁଁ ବି ଚାଷ କରୁଛି। ଆମ ବାପା ମା ଆଗରୁ ବୁଣି ଦେଉଥିଲେ, ସେଥିରେ ଭଲ ଫସଲ ହେଉନଥିଲା। ଆଉ ପ୍ରଗତି ଆମକୁ ଶିଖାଇଲା ଶ୍ରୀ ପଦ୍ଧତି। ଏବେ ଆମେ ଶ୍ରୀ ପଦ୍ଧତିରେ ଚାଷ କରୁଛୁ। ବେଡ୍ କରିକି ତଳେ ପକାଉଛୁ, 10-12 ଦିନ ନେଇଗଲା ପରେ ତଳିକି ନେଇକି ରହୁଛୁ। ଭଲ ଫସଲ ହେଉଛି, ଭଲ ଅମଳ ହେଉଛି। ସେହିପରି ମାଣ୍ଡିଆକୁ ମଧ୍ୟ ଧାଡ଼ି ରୁଆ ପଦ୍ଧତିରେ ଚାଷ କରିବା ପାଇଁ ଚାଷୀମାନଙ୍କୁ ତାଲିମ ଦିଆଯାଇଛି। ଚାଷୀମାନେ ପ୍ରଥମେ ବେଡ୍ କରି ମାଣ୍ଡିଆକୁ ତଳି ପକାଉଛନ୍ତି। ତଳି ପ୍ରସ୍ତୁତ ହୋଇଗଲା ପରେ ତାକୁ ଉଠାଇ ନେଇ ଜମିରେ ଧାଡ଼ି ରୁଆ ପଦ୍ଧତିରେ ଲଗାଯାଉଛି। ଫଳରେ ପୂର୍ବରୁ ଉତ୍ପାଦନ ଅପେକ୍ଷା ଅଧିକ ମାଣ୍ଡିଆ ଉତ୍ପାଦିତ ହୋଇପାରୁଛି। ଆମେ ଆଗରୁ ଧାନଟା ବୁଣି ଦେଉଥିଲୁ, ଧାନ ବୁଣିକିନା ତାର ବହୁତ ଖର୍ଚ୍ଚ, ମାନେ ଧାନର ବହୁତ ନଷ୍ଟ ଯାଉଥିଲା। ଯେତେବେଳେ ଆମେ ଶ୍ରୀପୁରରେ କଲୁ ସେତେବେଳେ ଆମର ଟିକେ ଧାନ କମ୍ ଖର୍ଚ୍ଚ ହେଲା, କାହିଁକିନା ସେତେବେଳେ ଚାରା ପକା ହେଲା, ଚାରା ପକା ଗୋଟେ ଗୋଟେ ଲଗା ହେଲା, ତାର ଷ୍ଟେପ୍ ବାଇ ଷ୍ଟେପ୍ ଫୁଟେ ଛାଡ଼ିକିନା। ଜଲାଗୁଡ଼ା ଗ୍ରାମର ଏକ ଯୁବ ଚାଷୀ ବୁଦୁ ନାୟକ ଆଜି ଚାଷ କରିବା ପାଇଁ ଆଗେଇ ଆସିଛନ୍ତି। ପାହାଡ଼ ଉପରେ ଥିବା ତାଙ୍କ ଜମିରେ ଅନେକ ପ୍ରକାରର ଫସଲ କରିଛନ୍ତି। ନର୍ସରୀ ବେଡ୍ ତିଆରି କରି ସେ ମାଣ୍ଡିଆ ତଳି ପ୍ରସ୍ତୁତ କରିଛନ୍ତି। ଆଗେ ଟ୍ରାକ୍ଟରରେ ଯାଉଥିଲି, କୋରାପୁଟରେ ଇଟା ବାଲି ନେଉଥିଲୁ, ଏବେ ଯାଇନାହିଁ, ଚାଷ କାମ କରୁଛି। ପ୍ରଗତିରେ ଦିଦି ଆସିଲେ ଆମକୁ କିଛି ମାଣ୍ଡିଆ ଚାଷ ଶିଖେଇଲେ, ବେଡ୍ କରିଛୁ ଆଉ ଖତ ଦେଇଛୁ, ଏବେ ଲଗେଇବୁ। ପ୍ରଗତିର ଅନ୍ୟ ଏକ ପଦକ୍ଷେପ ହେଲା ଆଳୁ ଚାଷକୁ ପ୍ରୋତ୍ସାହନ ଦେବା। ସେଥିପାଇଁ ନର୍ସରୀମାନ ପ୍ରସ୍ତୁତ କରାଯାଇ ଆଳୁ ଚାରା ପ୍ରସ୍ତୁତ କରାଯାଇଛି। ସେହିପରି ଆଳୁ ବିହନ ରିହାତି ମୂଲ୍ୟରେ ଯୋଗାଇ ଦେବା ଫଳରେ ଚାଷୀମାନେ ଉପକୃତ ହୋଇପାରୁଛନ୍ତି। ପ୍ରଗତିର ଏହି ପଦକ୍ଷେପ ଆଜି କୋରାପୁଟ ଅଞ୍ଚଳରେ ଯୁବ ସମାଜ ଭିତରେ ଚାଷ କରିବା ପାଇଁ ଏକ ଆଗ୍ରହ ସୃଷ୍ଟି କରିପାରିଛି। ଫଳତଃ ଯୁବକ ଯୁବତୀମାନେ ଚାଷ କାର୍ଯ୍ୟରେ ନିଜକୁ ସାମିଲ କରିବା ସହିତ ନିଜ ପରିବାରକୁ ମଧ୍ୟ ଯଥେଷ୍ଟ ସହାୟତା କରିପାରୁଛନ୍ତି। ଏହା ଆଗାମୀ ଦିନ ପାଇଁ କୃଷି ଉତ୍ପାଦନ ବଢ଼ାଇବା ସହିତ ସେମାନଙ୍କ ପାଇଁ ଖାଦ୍ୟ ନିରାପତ୍ତାର ସହାୟକ ହୋଇପାରିବ। ଏହାଛଡ଼ା ଯୁବ ସମାଜ ଆଉ ବିପଥଗାମୀ ନ ହୋଇ ଏକ ସୁସ୍ଥ ପରମ୍ପରାକୁ ଆପଣେଇ ରାଷ୍ଟ୍ର ନିର୍ମାଣରେ ସହାୟକ ହେବେ।